ପୁଣି ସାରା ଦେଶରେ କରୋନାର ଭୟ। ଏହାକୁ ନେଇ ସାରା ଦେଶରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ସାରା ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଛି। 24 ଘଣ୍ଟାରେ 335 ଜଣ ଆକ୍ରାନ୍ତ ହୋଇଛନ୍ତି। ଏବେ ସୁଦ୍ଧା 1701 ଜଣ ଆକ୍ଟିଭ୍ ଅଛନ୍ତି। ଏହାର ରିପୋର୍ଟ ଆସିଛି, ଯାହା ପ୍ରକାଶ କରିଛି କେନ୍ଦ୍ର ମନ୍ତ୍ରାଳୟର ସ୍ୱାସ୍ଥ୍ୟ ବିଭାଗ। କେରଳ ଏବଂ ୟୁପିରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ କେରଳରେ 4 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୟୁପିରେ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି, ଯାହା ରିପୋର୍ଟ ଆସିଛି। କେବଳ ଭାରତ ନୁହେଁ, ବରଂ ଭାରତ ବାହାରେ ମଧ୍ୟ ଅନ୍ୟ ଦେଶରେ କରୋନା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଏଥିପାଇଁ ମଧ୍ୟ ସିଙ୍ଗାପୁରରେ ବାଧ୍ୟତାମୂଳକ ହୋଇଛି ମାସ୍କ ପରିଧାନ।